ସତ ହେବ କି ମାଳିକା ବଚନ, ସତ ହେବେ କି ଅଚ୍ୟୁତାନନ୍ଦଙ୍କର ଲେଖା, ମାଡ଼ି ଆସୁଛି ଓଡ଼ିଶାକୁ ବିପଦ। କାହିଁକିନା ଏବେ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ଜାତିଆଣ ଭେଦଭାବ। କିଛି ଏମିତି ବ୍ୟକ୍ତି ଅଛନ୍ତି ଯିଏକି ଜାତିଆଣ ଭେଦକୁ ଆକ୍ଷେପ କରି ଭିଡ଼ିଓ ବନାଉଛନ୍ତି ଏବଂ ନିଜ ନିଜ ଭିତରେ ଝଗଡ଼ା କରୁଛନ୍ତି। ଏମିତି ହେଲେ କମ୍ ଦିନ ଭିତରେ ମାଳିକା ବଚନ ହିଁ ସତ ହେବ ଏବଂ ସମସ୍ତଙ୍କ ଭିତରେ ହଣାକଟା ମରାମରି ହେବା ଫଳରେ ଲୋପ ପାଇଯିବ ଓଡ଼ିଶା। କାହିଁକିନା ସେଇ ସମୟ ପାଖେଇ ଆସିଲାଣି ଯାହା ଅଚ୍ୟୁତାନନ୍ଦ ମାଳିକାରେ ବର୍ଣ୍ଣନା କରିଛନ୍ତି ସେଇ ଜିନିଷ ହେବାକୁ ଯାଉଛି। କାହିଁକିନା ଦେଖନ୍ତୁ ସୋସିଆଲ ମିଡ଼ିଆରେ ପ୍ରତ୍ୟେକ କିଛି ନା କିଛି ବ୍ୟକ୍ତି ଅଛନ୍ତି ଯିଏକି ଜାତିଆଣ ଭେଦଭାବକୁ ନେଇ ବିଭିନ୍ନ ଭିଡ଼ିଓ ବନାଉଛନ୍ତି, ଲୋକମାନଙ୍କୁ ଭ୍ରମିତ କରୁଛନ୍ତି। ଏହାଫଳରେ ଲୋକମାନେ ପ୍ରଭାବିତ ହୋଇ ନିଜ ନିଜ ଭିତରେ ଝଗଡ଼ା ହଣାକଟା ହେବାର ଯାହା ସମ୍ଭାବନା ଆସୁଛି। କିନ୍ତୁ ଏବେଠୁ ହେଇଯାଆନ୍ତୁ ସାବଧାନ। ଆମେ ସମସ୍ତେ ଭାଇ ଭାଇ, ସମସ୍ତେ ସମାନ, ସମସ୍ତଙ୍କ ରକ୍ତ ସମାନ। ସମସ୍ତେ ଯଦି ଏକାଠି ରହିବା ତାହେଲେ ନିଶ୍ଚୟ ଭାବରେ ଆମେ ଭଲର କୁ ଆପଣେଇବା ଏବଂ ଶାନ୍ତି ଶୃଙ୍ଖଳା ସହିତ ବଜାୟ ରଖିବା। ଏହା ଯଦି ସମ୍ପୂର୍ଣ୍ଣ ଭାବରେ ଜାତିଆଣ ଭେଦଭାବକୁ ଆକ୍ଷେପ କରିବା ତାହେଲେ ନିଶ୍ଚିନ୍ତ ଅଚ୍ୟୁତାନନ୍ଦଙ୍କ ଲେଖା ଏବଂ କଥା ହିଁ ସତ ହେବାକୁ ଯାଉଛି ବୋଲି ଯାହା ଆଗକୁ ବିପଦ ଆଣିବାର ସମ୍ଭାବନା ଆସୁଛି ବୋଲି ଯାହା ସୂଚନା ଆସୁଛି।